ओम श्री परमात्मने नमः। ओम वासुदेवाय नमः। ओम व्यासदेवाय नमः। ओम जगन्नाथदासाय नमः। ओम गणेशाय नमः। हे माँ सरस्वती तमें कंठरे बस, माँ कंठरे बस। अति बड़ी जगन्नाथ दास रचित श्रीमद् भागवत महापुराण पंचम स्कंधर आज आम 16 अध्याय श्रवण करवा। यही अध्यायर प्रथम भाग में पद्यांतरी एवं द्वितीय भाग में यार व्याख्या श्रवण करवा। एठारे भूमंडल बा ये पृथ्वी विषय वर्णना करा जायछि। तेबे आसंतु आरंभ करिबा। पंचम स्कंध 16 अध्याय। भुवन कोशर वर्णन 16 अध्याय बखाण। राजा परीक्षित वाच ए भूमि मंडल विस्तार तुम्भे कहिल मुनिवर। जावत सूर्यर प्रकाश नक्षत्र चंद्र जहिवास। प्रियव्रत रथ चरण जावत करिछि भ्रमण। तहु जे गर्त उपुजिला शपथ सिंधु से होइला। ଏହା କहिଲ ବିପରୀତ ଅପରେ କି ଦୀପସାତ। ଏହାର କେତେ ପରିମାଣ ଅପରେ ଯେତେ ଲକ୍ଷଣ। ଏ ସର୍ବ କହ ମୁନିବର ଶୁଣିତେ ଶରଧା ମୋହର। अखिल ब्रह्मांड कारण अनंत जार नाम गुण। तास्तूल रूपे गले मन जे ज्योतिर्मय सूक्ष्म ब्रह्म। परम परंकर पर जे वासुदेव चक्रधर। ताहांक चरणार बिंदे मनप शिव अप्रमादे। जेणु तु भर अगचर नाही ए ब्रह्मांड मध्यर। एणु ए मोहर संदेह भमुनि विस्तारिण कह। श्री शुक उवाच शुणप ऋक्ष नृपवर मायारे प्रभुंक शरीर। संसार जाहार अभियान अशेष पुर जार स्थान। ताहांक रूप गुण नाम वर्णने केबा अछि क्षम। नर मर जेबे होई तेबे से बनी न पारई। तथापि किछि श्रेष्ठ करी कहिबा शुण दंडधारी। भूगोल चक्रर वर्णन राजन सावधाने शुण। ए जम्बू दीप नृपवर विकास कमल आकार। अति अद्भुत एहि स्थल लक्षेक योजन विस्तार। ए मध्ये नव जे बरस सहस्र योजन प्रकाश। महत नव पर्वत रे विभाग होई जे झाठारे। ए नव बरस मध्यरे वर्षईलावृत नाम रे। जाहार नाभि देश तहि पर्वत राज विराजई। सुवर्णमय विराजित अति सुंदर अद्भुत। जाहार मस्तक प्रमाण 32 सहस्र योजन। 16 सहस्र जे योजन ताहार मूल परिमाण। सुवर्ण शृंग 3 तार महिरे स्तंभर आकार। महिरे स्तंभर आकार। पूर्वभागरे 3 गिरी नीलध्य बल रूप धरी। लवण सिंधु निकटरे बेनिश हस्र से विस्तारे। निषध हेमकूट आदि दक्षिणे एहांक प्रसिद्धि। एहाद
କିଣେ ଗିରିବର ହିମାଳୟ ନାମ ତାହାର। ପୂର୍ବହୁଁ ଯଥାକ୍ରମେ ତାର ଅୟୁତ ଯୋଜନ ବିସ୍ତାର। ପୂର୍ବେ ପଶ୍ଚିମେ ମାଲ୍ୟବାନ ବିଶାଳ ଯେ ଗନ୍ଧମାର୍ଦ୍ଦନ। ଦ୍ବିସହସ୍ର ଯୋଜନ ବିସ୍ତାର ଅଛଇ ଜଗତେ ପ୍ରଚାର। ଭଦ୍ରାଶ୍ୱ କେତୁମାଳ ଆଦି ଏହାଙ୍କ ସୀମା ଯେ ପ୍ରସିଦ୍ଧି। ମନ୍ଦର ଯେ ମେରୁ ମନ୍ଦର ସୁପାର୍ଶ୍ୱ ଆଦି ଗିରିବର। ସ୍ୱର୍ଣ୍ଣଗିରି ଚତୁର୍ଭାଗରେ ଅଛନ୍ତି ବେଷ୍ଟିତ ଆକାରେ। ବୃକ୍ଷନ୍ୟ ଗ୍ରୋଧ ଆମ୍ରସାର ଜମ୍ବୁକ ଦମ୍ବ ଏ ଚତ୍ୱାର। ପର୍ବତ ପ୍ରାୟ ଉଚ୍ଚଶିର ଯୋଜନ ସହସ୍ର ବିସ୍ତାର। ନ୍ୟଗ୍ରୋଧ ମାନେ ବଟବୃକ୍ଷ। ଚତ୍ୱାର ସିନ୍ଧୁ ତା ନିକଟେ ବିରାଜେ ନାନା ଶୁଭ୍ରତଟେ। ମଧୁକ୍ଷୀ ରଜେ ଇକ୍ଷୁ ଜଳ ଯହିଁସ କଳ ଦେବମେଳ। ଯେ ଯାହା ମତେ କରି ଧ୍ୟାନ ପ୍ରଭୁଙ୍କୁ କରନ୍ତି ଭଜନ। ଭଦ୍ର ଚୈତ୍ର ରଥ ନନ୍ଦନ ବୈଭ୍ରାଜ ଚାରି ଉପବନ। ଯହିଁଅ ମର ବୃନ୍ଦମାନ କ୍ରୀଡ଼ା କରନ୍ତି ଅନୁକ୍ଷଣ। କାମିନୀ ସଙ୍ଗତେ ଘେନିଣ ଯହିଁଅ ନଙ୍ଗ ମୂର୍ତ୍ତିମାନ। ଏକାଦଶ ଶତ ଯୋଜନ ମନ୍ଦର ଗିରି କ୍ରୋଟ ଜାଣ। ଅତ୍ୟନ୍ତ ତୁଙ୍ଗ ବୃକ୍ଷତର ଅତ୍ୟନ୍ତ ତୁଙ୍ଗ ବୃକ୍ଷବର ସୁରଙ୍ଗ ଦଳ ଫଳ ତାର। ସୁଗନ୍ଧ ଅମୃତ ସୁସ୍ୱାଦ ରସଗଳଇ ବିଶାରଦ। ବିଶାରଦ ମାନେ ଶ୍ରେଷ୍ଠ ବା ଉତ୍ତମ। ସେ ଅରୁଣ ଦନଦୀ ସାର ମନ୍ଦରୁ ହୋଇଛି ବାହାର। ମେରୁ ମନ୍ଦରୁ ଜମ୍ବୁ ଫଳ ପାଚି ପଡ଼ଇ ମୋହିତଳ। ହସ୍ତି ପ୍ରମାଣେ ଫଳ ତାର ରସ ଯେ ଗଳଇ ଅପାର। ତହିଁରୁ ଜମ୍ବୁ ନଦୀ ଜାତ ଶୁଣସୁ ମନେ ପରୀକ୍ଷିତ। ତାହାର ଜଳ ସଂଯୋଗରେ ସୁବର୍ଣ୍ଣ ହୋଇଛି କ୍ଷିତିରେ। ମହାକ ଦମ୍ଭ ତରୁବର ତହିଁର ମଧ୍ୟରେ କ୍ରୋଟର। ପରମ ଧାରା ରୂପେ ହୋଇ ତହୁଁ ଯେ ମଧୁ ସ୍ରବୁ ଛଇ। ଇଳାବୃତକୁ ବେଢ଼ି କରି ସୁଗନ୍ଧ ଆମୋଦ ପ୍ରସରି। ତାର ସ୍ପରଶୁ ଯେ ପବନ ସୁଗନ୍ଧ ସତେ କୋ ଯୋଜନ। କୁମୁଦ ଗିରି ତଟ ଦେଶେ ବିଶାଳ ବଟ ଯେ ପ୍ରକାଶେ। ତାହାର କନ୍ଦରୁ ବାହାର ବିଶାଳ ପୟ ରାଶିଧାର। ଇଳାବୃତର ଯେ ଉତରେ ପ୍ରଜାଏ ସୁସ୍ଥ ଜାରଣୀରେ। ଯାବତ ଜୀବ ସୁଖୀ ହୋଇ ଅଛନ୍ତି ଯାର ଜଳ ପିଇ। କୁରଙ୍ଗ କୁସୁମ୍ବ କୁରର ବୈକଙ୍କ ତ୍ରିକୁଟ ଶିଶିର। ବୈଦୁର୍ଯ୍ୟ ନିଷଦ ରୁଚକ କପିଳ ଶ୍ରୀନିବାସ ଶଙ୍ଖ। ଋଷଭ ଜାରୁଧି ପତଙ୍ଗ କାଳଞ୍ଜ ରଜେ ହଂସନାଗ। ନାରଦ ଆଦି ଯେ ବିଦିତ ଏମନ୍ତ ବିଂଶ ଯେ ପର୍ବତ। ଏମନ୍ତ ବିଂଶ ଯେ ପର୍ବତ। ମେରୁକର୍ଣ୍ଣିକା ଚାରିପାଶେ ବିରାଜେ କେଶର ସଦୃଶେ। ଜଠର ଦେବକୂଟ ଦୁଇ ମେରୁର ପୂର୍ବ ଭାଗେ ରହି। ବେନିଶ ହସ୍ର ଉଚ୍ଚତାର 18 ଯୋଜନ ବିସ୍ତାର। ପବନ ପାରିଯାତ୍ର ଦୁଇ ତାହାର ପଶ୍ଚିମେ ଶୋଭଇ। କୈଳାସ କର ବୀର ଦୁଇ ଦକ୍ଷିଣ ପାଶେ ବିରାଜଇ। ଉତ୍ତରେ ତ୍ରିଶୃଙ୍ଗ ମକର ଅଛନ୍ତି ବେନି ଗିରିବହର। ଏ ଅଷ୍ଟ ଗିରି ମଧ୍ୟ ଦେଶେ ସୁବର୍ଣ୍ଣ ଗିରି ଯେ ପ୍ରକାଶେ।
ସୁବର୍ଣ୍ଣଗିରି ଅଗ୍ରଦେଶେ ବ୍ରହ୍ମାର ପୁର ଯେ ପ୍ରକାଶେ ଅୟୁତ ଯୋଜନେଶ ହୋଇ ନାନାକୁ ସୁମେ ସୁବାସଇ ହେମକ ଲସ ତୁଙ୍ଗସାର କିୟବା ଦେବା ପଟାନ୍ତର ଚାରିଦି ଗରେ ଯେ ତାହାର ଇନ୍ଦ୍ରାଦି ଲୋକପାଳଙ୍କର ଯଥାକ୍ରମରେ ଯେ ଝାମତେ ନିମିତ ପୁର ଯଥୋଚିତେ ଯଥା ଅନୁକ୍ରମରେ ନିତେ ବିହାର କରନ୍ତି ସମସ୍ତେ ଅଷ୍ଟଦି ଗୋପାଳଙ୍କ ପୁର ସୁସଞ୍ଚ ଅତି ମନୋହର ପଞ୍ଚମ ସ୍କନ୍ଧେ ଏହି ବାଣୀ ଶୁଣିସ ସାରୁ ତର ପ୍ରାଣୀ କହଇ ଦାସ ଜଗନ୍ନାଥ କୃଷ୍ଣଚରିତ ଭାଗବତ ପ୍ରଭୁପ ଦାର ବିନ୍ଦ ତଳେ ମନମ ରହିବ ନିଶ୍ଚଳେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟାଂ ପଞ୍ଚମ ସ୍କନ୍ଧେ ଭୁବନ କୋଶ ବର୍ଣ୍ଣନ ନାମ ଷୋଡ଼ଶୋଧ୍ୟାୟ। ଏହି ଅଧ୍ୟାୟରେ ସପ୍ତଦ୍ୱୀପର ଆକାର, ହିମାଳୟର ଆକାର, କୈଳାସ ପର୍ବତର ବର୍ଣ୍ଣନା ଏବଂ ବ୍ରହ୍ମାଙ୍କର ସ୍ଥାନ, ବ୍ରହ୍ମାଙ୍କ ଘର କେଉଁଠି ଏ ବିଷୟରେ ବର୍ଣ୍ଣନା କରାଯାଇଛି। ତେବେ ଆସନ୍ତୁ ଏହାର ବ୍ୟାଖ୍ୟା ଶୁଣିବା। ରାଜା ପରୀକ୍ଷିତ ପଚାରିଲେ, ହେ ମୁନିବର, ଆପଣ କହିଲେ ଯେ ସୂର୍ଯ୍ୟ ଉଦୟ ହୋଇ ଯେତେ ଦୂର ପର୍ଯ୍ୟନ୍ତ ଜ୍ୟୋତି ବିସ୍ତାର କରନ୍ତି ଏବଂ ଯେତେ ଦୂର ପର୍ଯ୍ୟନ୍ତ ଚନ୍ଦ୍ର ଓ ନକ୍ଷତ୍ରମାନେ ଦେଖାଯାଉଛନ୍ତି ଏହି ଭୂମଣ୍ଡଳ ସେତେ ଦୂର ପର୍ଯ୍ୟନ୍ତ ବିସ୍ତୃତ ହୋଇଛି। ତା ଅର୍ଥ ପୃଥିବୀ। ଆପଣ ଆହୁରି ମଧ୍ୟ କହିଲେ ଯେ ମହାରାଜ ପ୍ରିୟବ୍ରତଙ୍କ ରଥଚକ୍ରର ଆଘାତରେ ଯେଉଁ ଗୁଳା ପଡ଼ିଥିଲା ତାହା ଦ୍ୱାରା 7 ସମୁଦ୍ର ସୃଷ୍ଟି ହୋଇଥିଲା ଏବଂ ତା ଫଳରେ ଏହି ଭୂମଣ୍ଡଳ 7ଟି ଦ୍ୱୀପରେ ବିଭକ୍ତ ହୋଇଗଲା। ଭଗବାନ, ମୁଁ ପରିମାଣ ଓ ଲକ୍ଷଣ ସହିତ ସେହି ଦ୍ୱୀପମାନଙ୍କର ପୂର୍ଣ୍ଣ ବିବରଣ ଜାଣିବାକୁ ଚାହୁଁଛି, କାରଣ ଯେଉଁ ମନ ଭଗବାନଙ୍କର ଏହି ଗୁଣମୟ ସ୍ଥୂଳ ବିଗ୍ରହରେ ଲାଗିଯାଇପାରିବ ତାହା ସେହି ପ୍ରଭୁଙ୍କର ବାସୁଦେବ ସଜ୍ଞଙ୍କ ସ୍ୱୟଂ ପ୍ରକାଶ ନିର୍ଗୁଣ ବ୍ରହ୍ମରୂପୀ ସୂକ୍ଷ୍ମ ସ୍ୱରୂପରେ ମଧ୍ୟ ଲାଗିଯିବା ସମ୍ଭବ। ତେଣୁ ହେ ଗୁରୁବର, ଏ ବିଷୟରେ ବିଶଦ ବର୍ଣ୍ଣନା କରନ୍ତୁ। ଶ୍ରୀ ଶୁକଦେବ କହିଲେ, ମହାରାଜ, ଭଗବାନଙ୍କ ମାୟାର ଗୁଣମାନଙ୍କ ବିସ୍ତାର ଏତେ ଅଧିକ ଯେ ମନୁଷ୍ୟ ଦେବତାମାନଙ୍କ ସମାନ ଆୟୁ ପାଇଗଲେ ବି ନିଜ ନିଜ ମନ ବା ବଚନରେ ସେହି ମାୟାର ଅନ୍ତ ପାଇପାରିବ ନାହିଁ। ତେଣୁ ମୁଁ ନାମ, ରୂପ ଓ ଆକାର ଏବଂ ଲକ୍ଷଣ ଦ୍ୱାରା ମୁଖ୍ୟ ମୁଖ୍ୟ କଥା କହି ଏହି ଭୂମଣ୍ଡଳର ବା ଭୁବନ କୋଶର ବିଶେଷତ୍ୱ ଗୁଡ଼ିକ ବର୍ଣ୍ଣନା କରିବି। ଆମେ ଏ ଯେଉଁ ଜମ୍ବୁ ଦ୍ୱୀପରେ ରହିଥାଇଁ, ଏହା ହେଉଛି ଭୂମଣ୍ଡଳ ରୂପୀ କମଳର କୋଶ ସ୍ଥାନୀୟ 7 ଦ୍ୱୀପ ମଧ୍ୟରେ ସବୁଠାରୁ ଭିତର କୋଶ। ଏହାର ବିସ୍ତାର ହେଉଛି 1,00,000 ଯୋଜନ ଏବଂ ଏହା ପଦ୍ମପତ୍ର ପରି ଗୋଲାକାର। ଏଥିରେ 9,000 ଯୋଜନ ବିସ୍ତାରର 9 ଗୋଟି ବର୍ଷ ବା ଭୂଖଣ୍ଡ ରହିଛି। 8ଟି ପର୍ବତ ଦ୍ୱାରା ଏଗୁଡ଼ିକ ସୀମା ବିଭକ୍ତ ହୋଇଛି। ସେଗୁଡ଼ିକ ଠିକ୍ ମଝିରେ ଇଳାବୃତ ନାମକ ଏକ 10ମ ବର୍ଷ ବା ଭୂଖଣ୍ଡ ମଧ୍ୟ ରହିଛି। ସେହି ଭୂଖଣ୍ଡର ମଝିରେ ସବୁ ପର୍ବତମାନଙ୍କର ରାଜା ମେରୁ ପର୍ବତ ରହିଛି। ସେହି ପର୍ବତଟି ସତେ ଯେପରି ଭୂମଣ୍ଡଳ ରୂପୀ ପଦ୍ମର କର୍ଣ୍ଣିକା। ତାହା ହେଉଛି ଉପରଠାରୁ ତଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁବର୍ଣ୍ଣମୟ। ତେଣୁ ତାହାର ଉଚ୍ଚତା 1,00,000 ଯୋଜନ। ତାହାର ବିସ୍ତାର ଶିଖରରେ 32,000 ଯୋଜନ ଓ ମୂଳରେ 16,000 ଯୋଜନ। ସେହି ପର୍ବତ 16,000 ଯୋଜନ ଗଭୀର ପର୍ଯ୍ୟନ୍ତ ଭୂମି ଭିତରେ ପୋତି ହୋଇ ରହିଛି। ଇଳାବୃତ ବର୍ଷର ଉତ୍ତରରେ କ୍ରମଶଃ ନୀଳ, ଶ୍ୱେତ ଓ ଶୃଙ୍ଗ ନାମକ 3ଟି ପର୍ବତ ରହିଛି। ଇଳାବୃତ ବର୍ଷର ଉତ୍ତରରେ କ୍ରମଶଃ ନୀଳ, ଶ୍ୱେତ ଓ ଶୃଙ୍ଗମାନ ନାମକ 3ଟି ପର୍ବତ ରହିଛି। ସେହି 3 ପର୍ବତ ରମ୍ୟକ, ହିରଣ୍ମୟ ଓ କୁରୁ ନାମକ ବର୍ଷର ବା ଭୂଖଣ୍ଡର ସୀମା ସୂଚାଇ ଦିଅନ୍ତି। ସେଗୁଡ଼ିକ ପୂର୍ବରୁ ପଶ୍ଚିମକୁ ଲବଣ ସମୁଦ୍ର ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିଛି। ସେଗୁଡ଼ିକ ମଧ୍ୟରୁ ପ୍ରତ୍ୟେକର ପ୍ରସ୍ଥ 2,000 ଯୋଜନ ଏବଂ ଦୈର୍ଘ୍ୟରେ ପ୍ରଥମଟି ଅପେକ୍ଷା ଦ୍ୱିତୀୟଟି ଓ ଦ୍ୱିତୀୟଟି ଅପେକ୍ଷା ତୃତୀୟଟି ଯଥାକ୍ରମେ 1/10ରୁ ଟିକେ କମ୍।
ପ୍ରସ୍ଥ ଓ ଉଚ୍ଚତା ସମସ୍ତଙ୍କର ସମାନ। ଇଳାବୃତ୍ତର ଦକ୍ଷିଣକୁ ମଧ୍ୟ କ୍ରମାନ୍ୱୟରେ ନିଷଧ, ହେମକୂଟ ଓ ହିମାଳୟ ନାମକ ତିନୋଟି ପର୍ବତ ରହିଛି। ନୀଳାଦ୍ରି ପର୍ବତମାନଙ୍କ ପରି ଏହି ପର୍ବତ ଗୁଡ଼ିକ ମଧ୍ୟ ପୂର୍ବ ପଶ୍ଚିମ ଦିଗରେ ବିସ୍ତୃତ ହୋଇ ରହିଛି। ଏସବୁ 10,000 ଯୋଜନ ଉଚ୍ଚ। ଏଗୁଡ଼ିକ ଦ୍ୱାରା ଯଥାକ୍ରମେ ହରିବର୍ଷ, କିମ୍ପୁରୁଷ ବର୍ଷ ଓ ଭାରତ ବର୍ଷର ସୀମା ବିଭାଜିତ ହୋଇଛି। ଇଳାବୃତ୍ତର ପୂର୍ବ ଓ ପଶ୍ଚିମ ଦିଗରେ ଉତ୍ତର ପଟେ ନୀଳ ପର୍ବତ, ଦକ୍ଷିଣ ପଟେ ନିଷଧ ପର୍ବତ ପର୍ଯ୍ୟନ୍ତ ବିସ୍ତୃତ ହୋଇ ଗନ୍ଧମାଦନ ଓ ମାଲ୍ୟବାନ ନାମକ ଦୁଇଟି ପର୍ବତ ରହିଛି। ଏ ଦୁଇଟିର ପ୍ରସ୍ଥ 2,000 ଯୋଜନ। ଏ ଦୁଇଟି ପର୍ବତ ଭଦ୍ରାଶ୍ୱ ଓ କେତୁମାଳ ନାମକ ଦୁଇଟି ଭୂଖଣ୍ଡର ସୀମା ନିର୍ଦ୍ଧାରଣ କରନ୍ତି। ଏସବୁ ପର୍ବତ ଛଡ଼ା ମନ୍ଦର, ମେରୁମନ୍ଦର, ସୁପାର୍ଶ୍ୱ ଓ କୁମୁଦ ନାମକ 4ଟି ପର୍ବତ ମଧ୍ୟ ଅଛି। ସେଗୁଡ଼ିକ ମଧ୍ୟରୁ ପ୍ରତ୍ୟେକର ଉଚ୍ଚତା 10,000 ଯୋଜନ ଓ ପ୍ରସ୍ଥ ମଧ୍ୟ 10,000 ଯୋଜନ। ଏହି ପର୍ବତମାନେ ମେରୁ ପର୍ବତର ଆଧାର ପରି ରହିଛନ୍ତି। ଏହି 4ଟି ପର୍ବତ ଉପରେ 4ଟି ଧ୍ୱଜା ପରି ହୋଇ ଯଥାକ୍ରମେ ଗୋଟିଏ ଆମ୍ବ, ଜାମୁ, କଦମ୍ବ ଓ ବରଗଛ ରହିଛି। ଏଥିରୁ ପ୍ରତ୍ୟେକଟି ଗଛ 1,100 ଯୋଜନ ଉଚ୍ଚ ଓ ପ୍ରତ୍ୟେକର ଶାଖା ପ୍ରଶାଖାର ପ୍ରସାର ମଧ୍ୟ 1,100 ଯୋଜନ। ଏହି ଗଛଗୁଡ଼ିକ 100 ଯୋଜନ ମୋଟା। ହେ ଭରତ ଶ୍ରେଷ୍ଠ, ଏହି 4ଟି ପର୍ବତରେ 4ଟି ସରୋବର ମଧ୍ୟ ରହିଛି। ସେଗୁଡ଼ିକ ଯଥାକ୍ରମେ ଦୁଧ, ମହୁ, ଆଖୁରସ ଓ ମଧୁର ଜଳରେ ପୂର୍ଣ୍ଣ। ସେହି ଜଳ ସେବନ କରୁଥିବା ଯକ୍ଷ, କିନ୍ନର ଆଦି ଉପଦେବତାମାନେ ସ୍ୱଭାବତଃ ଯୋଗସିଦ୍ଧି ପ୍ରାପ୍ତ ଅଟନ୍ତି। ଏହି ପର୍ବତରେ ଯଥାକ୍ରମେ ନନ୍ଦନ, ଚୈତ୍ରରଥ, ବୈଭ୍ରାଜକ ଓ ସର୍ବତଭଦ୍ର ନାମକ 4ଟି ଦିବ୍ୟ ଉପବନ ବି ରହିଛି। ପ୍ରଧାନ ଦେବତାମାନେ ବହୁ ସୁରସୁନ୍ଦରୀଙ୍କର ନାୟକ ହୋଇ ସେମାନଙ୍କର ସହିତ ସେହି ଉପବନମାନଙ୍କରେ ବିହାର କରନ୍ତି। ସେତେବେଳେ ଗନ୍ଧର୍ବ ଆଦି ଉପଦେବତାମାନେ ସେମାନଙ୍କର ମହିମା ଗାନ କରନ୍ତି। ମନ୍ଦରାଚଳରେ ଦେବତାମାନଙ୍କର ଯେଉଁ 1,100 ଯୋଜନ ଉଚ୍ଚ ଆମ୍ବ ଗଛଟି ଅଛି, ସେହି ଗଛରେ ପର୍ବତ ଶିଖର ପରି ବଡ଼ ବଡ଼ ଓ ଅମୃତ ପରି ସ୍ୱାଦିଷ୍ଟ ଫଳ ଫଳେ। ସେହି ଗଛରୁ ପାଚିଲା ଫଳ ଝଡ଼ି ତଳେ ପଡ଼ି ଯେତେବେଳେ ଫାଟିଯାଏ, ସେତେବେଳେ ସେଥିରୁ ଅତ୍ୟନ୍ତ ସୁଗନ୍ଧିତ ଓ ସୁମିଷ୍ଟ ଲାଲ ବର୍ଣ୍ଣର ରସ ବୋହିଯାଏ। ସେହି ରସ ହିଁ ଅରୁଣଦା ନାମକ ନଦୀରେ ପରିଣତ ହୋଇଯାଏ। ସେହି ନଦୀ ମନ୍ଦରାଚଳ ପର୍ବତର ଶିଖରରୁ ପ୍ରବାହିତ ହୋଇ ତାହାର ଜଳରେ ଇଳାବୃତ ବର୍ଷର ପୂର୍ବ ଭାଗକୁ ଜଳସେଚିତ କରିଥାଏ। ପାର୍ବତୀଙ୍କ ଅନୁଚରୀ ଯକ୍ଷପତ୍ନୀମାନେ ସେହି ଜଳ ସେବନ ବା ବ୍ୟବହାର କରନ୍ତି। ତା ଫଳରେ ସେମାନଙ୍କ ଅଙ୍ଗରୁ ଏପରି ସୁଗନ୍ଧ ନିର୍ଗତ ହୁଏ ଯେ ସେହି ସୁଗନ୍ଧକୁ ସ୍ପର୍ଶ କରି ପ୍ରବାହିତ ହେଉଥିବା ବାୟୁ ତାର ଚତୁର୍ଦିଗରେ 10,000 ଯୋଜନ ପର୍ଯ୍ୟନ୍ତ ସମଗ୍ର ପ୍ରଦେଶକୁ ସୁଗନ୍ଧିତ କରିଦିଏ। ଠିକ୍ ସେହିପରି ଜାମୁ ଗଛରୁ ହାତୀ ପରି ବଡ଼ ବଡ଼ ଜାମୁ ଫଳ ଝଡ଼େ। ସେଗୁଡ଼ିକରେ ପ୍ରାୟତଃ ମଞ୍ଜି ନଥାଏ। ବହୁତ ଉଚ୍ଚରୁ ଝଡ଼ି ପଡ଼ୁଥିବାରୁ ସେଗୁଡ଼ିକ ତଳେ ପଡ଼ୁ ପଡ଼ୁ ଫାଟିଯାଏ। ସେହି ଜାମୁ ଫଳ ରସରୁ ଜମ୍ବୁ ନାମକ ନଦୀ ସୃଷ୍ଟି ହୋଇଯାଏ। ଉକ୍ତ ନଦୀ ମେରୁମନ୍ଦର ପର୍ବତ 10,000 ଯୋଜନ ଉଚ୍ଚ ଶିଖରରୁ ପ୍ରବାହିତ ହୋଇ ଇଳାବୃତ୍ତର ଦକ୍ଷିଣ ଭୂଭାଗକୁ ଜଳସେଚିତ କରେ। ଉକ୍ତ ନଦୀର ଦୁଇ କୂଳରେ ମାଟି ସେହି ରସରେ ସିକ୍ତ ହୋଇଯାଇ ପୁନଃ ବାୟୁ ଓ ସୂର୍ଯ୍ୟ କିରଣରେ ଶୁଖିଯିବା ପରେ ଦେବଲୋକକୁ ବିଭୂଷିତ କରୁଥିବା ଜାମ୍ବୁନଦ ନାମକ ସୁନାରେ ପରିଣତ ହୋଇଯାଏ। ଦେବତା ଓ ଗନ୍ଧର୍ବ ଆଦି ତଥା ସେମାନଙ୍କର ତରୁଣୀ ଭାର୍ଯ୍ୟାମାନେ ସେହି ସୁନାରେ ଗଢ଼ା ମୁକୁଟ, କଙ୍କଣ ଓ ମେଖଳା ଆଦି ଆଭୂଷଣ ବ୍ୟବହାର କରନ୍ତି। ସୁପାର୍ଶ୍ୱ ପର୍ବତ ଉପରେ ଯେଉଁ କଦମ୍ବ ଗଛଟି ଅଛି, ତାହାର 5ଟି କୋରଡ଼ରୁ 5 ଗୋଟି ମହୁଧାରା ବାହାରିଛି। ସେହି ମହୁଧାରାରେ ମୋଟେ 5 ବେଁ ହୋଇଥାଏ। ସେହି ମହୁଧାରା ଗୁଡ଼ିକୁ ଇଳାବୃତ ବର୍ଷର ପଶ୍ଚିମ ଭାଗରେ ପ୍ରବାହିତ ହୋଇ ତାହାକୁ ନିଜ ସୁଗନ୍ଧରେ ସୁଗନ୍ଧିତ କରିଦିଅନ୍ତି। ଯେଉଁମାନେ ସେହି ମଧୁପାନ କରନ୍ତି, ସେମାନଙ୍କ ମୁଖରୁ ବାହାରୁଥିବା ବାୟୁ ସେମାନଙ୍କ ଚତୁର୍ଦିଗର 100 ଯୋଜନ ପର୍ଯ୍ୟନ୍ତ ସ୍ଥାନକୁ ସୁଗନ୍ଧିତ କରିଦିଏ। ସେହିପରି କୁମୁଦ ପର୍ବତରେ ଯେଉଁ ଶତବଳସ ନାମକ ବରଗଛଟି ଅଛି, ତାହାର ଓହଳମାନଙ୍କରୁ ଅନେକ ନଦ ପ୍ରବାହିତ ହୁଏ। ସେହି ନଦମାନେ ପ୍ରାର୍ଥୀର ଇଚ୍ଛା ଅନୁସାରେ ଫଳ ପ୍ରଦାନ କରିଥାନ୍ତି। ସେମାନଙ୍କଠାରୁ ଦୁଧ, ଦହି, ମହୁ, ଘିଅ, ଗୁଡ଼, ଅନ୍ନ, ବସ୍ତ୍ର, ଶଯ୍ୟା, ଆସନ, ଆଭୂଷଣ ଆଦି ସକଳ ପଦାର୍ଥ ମିଳିପାରେ। ଉକ୍ତ ନଦମାନେ କୁମୁଦର ଶିଖର ପ୍ରଦେଶରୁ
ପ୍ରବାହିତ ହୋଇ ଇଳାବୃତ୍ତର ଉତ୍ତର ଭାଗକୁ ଜଳସେଚିତ କରନ୍ତି। ସେହି ନଦମାନଙ୍କ ପ୍ରଦତ୍ତ ପଦାର୍ଥ ଉପଭୋଗ କରୁଥିବାରୁ ସେଠାରେ ପ୍ରଜାମାନଙ୍କୁ ଚର୍ମ ଲୋଡ଼ିଯିବା, ବାଳ ପାଚିଯିବା, କ୍ଳାନ୍ତି ବୋଧ ହେବା, ଶରୀରରୁ ଝାଳ ବୋହିବା, ଦୁର୍ଗନ୍ଧ ବାହାରିବା ତଥା ବାର୍ଦ୍ଧକ୍ୟ, ରୋଗ, ମୃତ୍ୟୁ, ଶୀତ ଓ ଗ୍ରୀଷ୍ମଜନିତ ପୀଡ଼ା, ଶରୀରର କାନ୍ତିହୀନତା, ଅଙ୍ଗଭୋଗ ଆଦି କଷ୍ଟ କେବେ ବି ଭୋଗିବାକୁ ପଡ଼େ ନାହିଁ। ସେମାନେ ଜୀବନ ସାରା ସୁଖରେ ରହନ୍ତି। ହେ ରାଜନ, ବର୍ତ୍ତମାନ ଆସିବା ଆମେ ବ୍ରହ୍ମାଙ୍କର ନିବାସ ସ୍ଥାନ କଥା ଜାଣିବା। ହେ ରାଜନ, ପଦ୍ମ ଫୁଲର କର୍ଣ୍ଣିକାର ଚତୁର୍ଦିଗରେ ଯେପରି କେଶର ଥାଏ, ମେରୁର ମୂଳ ଦେଶକୁ ଘେରି ତାହାର ଚତୁର୍ଦିଗରେ ସେହିପରି କୁରଙ୍ଗ, କୁରର, କୁସୁମ୍ବ, ବୈକଙ୍କ, ତ୍ରିକୁଟ, ଶିଶିର, ପତଙ୍ଗ, ରୁଚକ, ନିଷଧ, ଶ୍ରୀନିବାସ, କପିଳ, ଶଙ୍ଖ, ବୈଦୁର୍ଯ୍ୟ, ଜାରୁଧି, ହଂସ, ଋଷଭ, ନାଗ, କାଳଞ୍ଜର, ନାରଦ ଆଦି ଆହୁରି 20ଟି ପର୍ବତ ରହିଛି। ସେସବୁ ଛଡ଼ା ମେରୁର ପୂର୍ବ ପଟରେ ଜଠର ଓ ଦେବକୂଟ ନାମକ ଆଉ 2ଟି ପର୍ବତ ରହିଛି। ସେହି 2ଟି 18 ହଜାର ଯୋଜନ ଲମ୍ବା ତଥା 2,000 ଯୋଜନ ଚଉଡ଼ା ଓ ଉଚ୍ଚା। ସେହିପରି ପଶ୍ଚିମ ପଟେ ପବନ ଓ ପାରିଯାତ୍ର, ଦକ୍ଷିଣ ପଟେ କୈଳାସ ଓ କରବୀର ତଥା ଉତ୍ତର ପଟେ ତ୍ରିଶୃଙ୍ଗ ଓ ମକର ନାମକ ପର୍ବତ ରହିଛି। ଉକ୍ତ 8ଟି ପର୍ବତ ଦ୍ୱାରା ଚତୁର୍ଦିଗରୁ ଘେରି ହୋଇ ସେହି ସୁବର୍ଣ୍ଣଗିରି ମେରୁ ପର୍ବତ ଅଗ୍ନି ପରି ଜାଜ୍ୱଲ୍ୟମାନ ହୋଇଥାଏ। କଥିତ ଅଛି ଯେ ମେରୁ ଶିଖରର ଠିକ୍ ମଝିରେ ଭଗବାନ ବ୍ରହ୍ମାଙ୍କର ସୁବର୍ଣ୍ଣମୟୀ ପୁରୀ ରହିଛି। ତାହାର ଦୈର୍ଘ୍ୟ ପ୍ରସ୍ଥ ସମାନ ଓ ତାହାର ବିସ୍ତାର 1,000 ଯୋଜନ। ତା ତଳେ ଅଷ୍ଟଦିଗରେ ଇନ୍ଦ୍ର ଆଦି ଲୋକପାଳଙ୍କର ଅଷ୍ଟପୁରୀ ରହିଛି। ସେହିସବୁ ପୁରୀ ଇନ୍ଦ୍ର ଆଦି ଅଧିପତିମାନଙ୍କର ଅନୁପମ ଦିଗରେ ଅବସ୍ଥିତ ଏବଂ ଆକାଶର ପ୍ରତ୍ୟେକ ପୁରୀ ବ୍ରହ୍ମାଙ୍କ ପୁରୀର 1/4 ହେବ। ଦେଖନ୍ତୁ, ବ୍ୟାସଦେବ ଦ୍ୱାପର ଯୁଗର ଶେଷ ଭାଗ, ଯେତେବେଳେ ଦ୍ୱାପର ଯୁଗରେ ମହାଭାରତ ଯୁଦ୍ଧ ହୋଇଥିଲା, ମହାଭାରତ ଯୁଦ୍ଧରେ କଳିଯୁଗର ମନୁଷ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଯେତେବେଳେ କଳିଯୁଗର ଲୋକମାନେ ଉପସ୍ଥିତ ଥିଲେ, ସେହି ସମୟରେ କଳିଯୁଗ ପ୍ରବେଶ କରିସାରିଥିଲା। ଅର୍ଥାତ୍ ଦ୍ୱାପର ଗୋଟିଏ ଯୁଗ ସରିବାକୁ ଆଉ ଗୋଟିଏ ଯୁଗ ଆରମ୍ଭ ହେବାକୁ ପାଖାପାଖି 800 ବର୍ଷ ଲାଗିଥାଏ। ସେଇ 800 ବର୍ଷ ମଧ୍ୟରେ ଭଗବାନଙ୍କର ଏକ ଅବତାର ବ୍ୟାସଦେବ, ଯିଏକି ଶ୍ରୀମଦ୍ ଭାଗବତ ଲେଖିଥିଲେ। ସେତେବେଳେ ଏହି ଭୂମଣ୍ଡଳର ବା ଭୁବନ କୋଶର ବିଷୟରେ ବର୍ଣ୍ଣନା କରାଯାଇଛି, ଯେଉଁଠିକି ହିମାଳୟ, କୈଳାସ ପ୍ରଭୃତି ଅନେକ ପାହାଡ଼ର ଆକାର ଓ ଆକୃତି ବିଷୟରେ ବର୍ଣ୍ଣନା କରାଯାଇଛି। ସେତେବେଳେ କ'ଣ ଥିଲା? ଆଜିକା ଦିନରେ ବିଜ୍ଞାନର ଏତେ ପ୍ରଯୁକ୍ତି ବିଦ୍ୟା ଥାଇକି ମଧ୍ୟ ହିମାଳୟ, କୈଳାସ ପରି ବଡ଼ ବଡ଼ ପର୍ବତର ଆକାର, ଲମ୍ବା, ଉଚ୍ଚତା ଓ ଗଭୀରତା ମଧ୍ୟ ମାପିବାକୁ ଅସମର୍ଥ। କିନ୍ତୁ ଆମ ଶାସ୍ତ୍ରରେ, ସନାତନ ଧର୍ମରେ ଏହି କଥା ଲେଖାଯାଇଛି। କିନ୍ତୁ ଆମେ ଅବିବେକୀ ପୁରୁଷମାନେ, ମନୁଷ୍ୟମାନେ ଏହାର ମର୍ମକୁ ବୁଝିପାରୁନା ବା ଜାଣିପାରୁନା। କାରଣ ଆମ ମନରେ ଶାସ୍ତ୍ର ପ୍ରତି ରୁଚି ନାହିଁ। ତେଣୁ ଅନେକ ତଥ୍ୟ ଆମେ ଶାସ୍ତ୍ରରୁ ପାଇବା। ତେଣୁ ଜୀବନରେ ଥରେ ଶାସ୍ତ୍ର ପଢ଼ନ୍ତୁ ନା। ଆପଣଙ୍କର ପରି ଜ୍ଞାନୀ ଆଉ ସଂସାରରେ କେହି ହେଇପାରିବେ ନାହିଁ। କୌଣସି ଧର୍ମର ଲୋକ ମଧ୍ୟ ଆପଣଙ୍କର ଜ୍ଞାନଠାରୁ ବଳି ଯାଇପାରିବେ ନାହିଁ। ଏ ଶାସ୍ତ୍ରରେ ଏହି ଗ୍ୟାରେଣ୍ଟି ରହିଛି। ତେଣୁ ଆପଣମାନେ ଏହି ଅଧ୍ୟାୟ ଶୁଣିଥିବାରୁ ଭଗବାନ ଆପଣଙ୍କୁ କୃପା ପ୍ରଦାନ କରନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।